ଜୟ ଜଗନ୍ନାଥ ସମସ୍ତଙ୍କୁ। ସୋ ବେସିକାଲି ରଥଯାତ୍ରାର ଅଭାବ ପାଇଁ ବହୁତ ବଡ଼ ନ୍ୟୁଜ୍ ଏବେ ନ୍ୟୁଜ୍ ଚ୍ୟାନେଲ ବହୁତ ଘେରି ବୁଲୁଛି। ମତେ ଲାଗିଲା ଆ ଭିତରେ ଗୋଟେ ଭିଡ଼ିଓ କରିଦେବାକୁ। ରଥ କାଠ ଅଭାବ ହଉଛି, ଏଟାର ଦାୟୀ କିଏ ଆଉ କେମିତି ଏଇଟା ଠିକ୍ ହେଇପାରିବ? ଫାଷ୍ଟ କଥା ଦେଖ, ଆମର ଯେତିକ ବି ଜାଣିଛ ବଡ଼ ବଡ଼ ମନ୍ଦିର ସବୁ ଯାକ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଅଣ୍ଡରରେ ଯାଉଛି। ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ନହେଲେ ବି ଗଭର୍ଣ୍ଣମେଣ୍ଟର ଅଣ୍ଡରରେ ବେସିକାଲି ଚାଲୁଛି। ସେଣ୍ଟ୍ରାଲ ଷ୍ଟେଟ୍ ଛାଡ଼ି ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ଚାଲୁଛି ମାନେ କିଛି ମନ୍ଦିରର ଅସୁବିଧା ସୁବିଧା ହବ ତାହେଲେ ଏଇଟା ମନ୍ଦିରର ଦାୟୀ କିଏ? ଗଭର୍ଣ୍ଣମେଣ୍ଟ ଦାୟୀ। ତେଣୁ ବେସିକାଲି ଯଦି ଏଠି କହୁଛି ରଥ କାଠ ଅଭାବ, ତାହେଲେ ଏଠି ସେଇ ଲୋକମାନଙ୍କୁ କହିବାକୁ ଚାହୁଁଛି, ଏଠି ଯୋଉମାନେ କି ଆମର ମହାରଣା ସେବକ ଥିଲେ ସେମାନେ ଗୋଟେ ଆପିଲ କରିଥିଲେ ଶ୍ରୀମନ୍ଦିର ପ୍ରଶାସନକୁ କି ରଥ କାଠର ଅଭାବ ଚାଲିଛି, ସେଥିପାଇଁ ଭାଇ ଏତେ ସବୁ ଧନ୍ଦା ଚାଲିଛି। ମତେ କହିବ ଏଠି ସେମାନେ କହିଲେ କାହାକୁ? ଶ୍ରୀମନ୍ଦିର ପ୍ରଶାସନକୁ। ଶ୍ରୀମନ୍ଦିର ପ୍ରଶାସନ କଣ ଖୋଜିବେ? ରଥ କାଠ ଖୋଜିବେ। ତେଣୁ ଆମର କାମ କଣ? ରଥ ଯଦି ତିଆରି ହେଲାନି, କାଠ ପାଇଲାନି, ତାହେଲେ ଆମେ କହିବା ନାଇଁ ଭାଇ ଆମର ଏଇଠି ଅସୁବିଧା ହେଲା। ଏପର୍ଯ୍ୟନ୍ତ ରଥ କାମ ସରିନି, ତେଣୁ କମ୍ପ୍ଲେନ ନ ସରିଲା ପର୍ଯ୍ୟନ୍ତ ଆମେ କହିପାରିବାନି ଭାଇ କାଠ ପାଇଲାନି, କାଠ ପାଇଲାନି। ତାପରେ ଏଠି କଣ ବହୁତ ଲୋକ ଗଭର୍ଣ୍ଣମେଣ୍ଟକୁ ଭଲ ଖରାପ କହିଛନ୍ତି। ଏଥିରେ ଭାଇ ଗଭର୍ଣ୍ଣମେଣ୍ଟ ଆମର କିଛି ଯାଇ ଆସୁନି। ଆମେ କୋଉ ଗଭର୍ଣ୍ଣମେଣ୍ଟର ସପୋର୍ଟ ନୁହଁ କି ଏଗନିଷ୍ଟରେ ନୁହଁ। ଭାଇ ଯିଏ ଭଲ କଲା ସେ ଭଲ, ଯିଏ ଖରାପ କଲା କଲା। ଏଠି ବେସିକାଲି କଥା ଏତିକି କି ଯଦି ଏଠି ଗଛ କଟା ହଉଛି, ତାହେଲେ ଗଛ ଫିରସେ ଲଗା ହଉଛି କି? ମାନେ ଯଦି ଥରେ ଗୋଟେ ରଥ ପାଇଁ କାଠ କଟା ହେଲା, ଗଛ କଟା ହେଲା, ତାହେଲେ ଏଠି ରଥ ମାନେ ଅଲଗା ଗଛ ଭିତରେ ରୋପଣ କରାହଉଛି କି ଜଙ୍ଗଲରେ? ଯଦି ରୋପଣ କରାଯାଉନି, ତାହେଲେ ଏଥିପାଇଁ ଆମେ ଦାୟୀ କି? ତୁ ଗଭର୍ଣ୍ଣମେଣ୍ଟ ଯଦି ମନା କରିଦବୁ ନାହିଁ ଆମର ଜଗନ୍ନାଥ ମନ୍ଦିର କି କୋଉ ମନ୍ଦିର ଆମେ ରିକ୍ସ ନେଇପାରିବୁନି, ତାହେଲେ ଏଇଟା ଭାଇ ଆମେ ବୁଝିବୁ। ଆମେ ଗୋଟାଏ ଗଛ ଜାଗାରେ ଆମେ 100 ଗଛ କଣ 1000 ଗଛ ଲଗେଇବୁ। ଆମେ ଲଗେଇବୁ, ସାଧାରଣ ଜନତା ଲଗେଇବୁ, କାରଣ ଇଷ୍ଟ ଆମ ପାଇଁ ଆଗ। ସୋ ଯଦି ଭାଇ ତୁ କହିବୁ ନାହିଁ ମୁଁ ମନ୍ଦିରକୁ ଅକ୍ତିଆର କରି ରଖିବି, ଏଟା ତୁ କହିଲେ ମୁଁ ଗଭର୍ଣ୍ଣମେଣ୍ଟ କୁ କହୁଛି। ଗଭର୍ଣ୍ଣମେଣ୍ଟ ଯଦି କହିବ ନାହିଁ ମୁଁ ମନ୍ଦିରକୁ ଅକ୍ତିଆର କରି ରଖିବି କିନ୍ତୁ ମୁଁ କାମ ଠିକ ସେ କରିବିନି, ତାହେଲେ ଏଥିରେ କଣ ଆକୁ କୁହନ୍ତି କଣ? ତମେ ହିଁ ଲାଙ୍ଗୁଏଜ ଦେଇପାରିବ, ଆପଣମାନେ ହିଁ ଲାଙ୍ଗୁଏଜ ଦେଇପାରିବେ ବେସିକାଲି। ସେଥିରେ ଆମର କୋଉ ଗଭର୍ଣ୍ଣମେଣ୍ଟର ଏଗନେଷ୍ଟ କହିବାର ନାହିଁ। ଏଥିରେ ମୁଁ ଏତିକି କଥା କହିବାକୁ ଚାହୁଁଛି କି ବେସିକାଲି ଆମର ଏପର୍ଯ୍ୟନ୍ତ ଏଇଟା ଗୋଟେ ବଡ ଇସ୍ୟୁ ବନି ନାହିଁ। ବଡ ଇସ୍ୟୁ କେତେବେଳେ ବନିବ? ଯେତେବେଳେ ରଥ ତିଆରି ହେଇପାରିବନି, ଅଧାରେ ରହିଯିବ। ତାପରେ ଆମର କଣ କି ମହାରଣା ସେବକ ବାହାରେ ଆସି କହି ଆମ କାମ କରିବାକୁ, ଆମର କାମ ଯେତିକି ରଥ କାଟୁଥିଲା ସରିଗଲା, କାମ ଏପର୍ଯ୍ୟନ୍ତ ହେଇପାରିଲାନି। ସେତେବେଳେ ଆମେ ଜାଣିବା ଗୋଟେ ବଡ ଇସ୍ୟୁ ବନିବ। କିନ୍ତୁ ନ୍ୟୁଜ ଚ୍ୟାନେଲ ଆଜିକାଲି ଜାଣିଛ ଟିକିଏକୁ ବଡକୁ ଛୋଟ କରିଦେବେ, ମାନେ କଣ ଛୋଟରୁ ବଡ କରିଦେବେ। ତେଣୁ ଏଗୁଡ଼ା ତ ମୁଣ୍ଡ ଖେଳେଇବାର ଭାଇ ନାହିଁ କି ମୁଣ୍ଡ ପଶେଇବାର ନାହିଁ, ଆକୁ ଇଗ୍ନୋର କରନ୍ତୁ। ଯଦି ଯେତେବେଳେ ମନ୍ଦିରର ରଥ ନିର୍ମାଣ ଅଧା ରହିଗଲା, ତାପରେ କଣ ମହାରଣା ସେବା ତ ମାନେ ବସି ପଡ଼ିଲେ ନାହିଁ ରଥ କାଠ ପାଇଁ କାଠ ନାହିଁ, ତାହେଲେ ଆମେ ସେଥିରେ ଗଭର୍ଣ୍ଣମେଣ୍ଟକୁ ଏଗନେଷ୍ଟ କରିପାରିବା କି ଭାଇ ତୁ ଯଦି ଠିକରେ ରଥ କାଠ ଯୋଗେଇ ପାରୁନ ତାହେଲେ କଣ କହୁଛୁ? ତେଣୁ ଏଠି କୋଉ ଭଲ ଖରେ ଗଭର୍ଣ୍ଣମେଣ୍ଟ ଆମେ କହିପାରିବାନି, କାରଣ ଗଭର୍ଣ୍ଣମେଣ୍ଟ ଏଥିରେ ଡାଇରେକ୍ଟ ଏଠି ଆମେ ଯଦି ଡାଇରେକ୍ଟ ମୁଖ୍ୟମନ୍ତ୍ରୀକୁ ସରିବା, ତାହେଲେ ମୁଖ୍ୟମନ୍ତ୍ରୀ ଏଠି କିଛି ଉଠେଇ ପାରିବନି। ତା ଶାସନ ରହୁଛି, କିନ୍ତୁ ବେସିକାଲି ଏଠି ଗୋଟେ ରେସପନ୍ସ ବହୁତ ଲୋକଙ୍କର ରହୁଛି। ଛାଡ, ଏତିକି ଥିଲା, ଟାଇମ ହେଇଥିଲା ଖଟେଇ କରିଥିଲି। ଜୟ ଜଗନ୍ନାଥ, ବନ୍ଦେ ଜୟ ଓଡିଶା, ଜୟ ହିନ୍ଦ।